ମୁଁ କେଉଁ ବିଷୟକୁ ଏବଂ କାହାକୁ ଘୃଣା କରିବା ଉଚିତ? ଆମେ ସମସ୍ତଙ୍କୁ ପ୍ରେମ କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ କହିଅଛନ୍ତି ଯେ ଆମ୍ଭେ ପ୍ରଭୁ ଯେପରି ପ୍ରେମ କରିଅଛନ୍ତି ଆମମାନଙ୍କୁ ସେହି ପ୍ରକାର ସମସ୍ତଙ୍କୁ ପ୍ରେମ କରିବା। ଶତ୍ରୁକୁ ମଧ୍ୟ ପ୍ରେମ କର ବୋଲି ପ୍ରଭୁ କହିଛନ୍ତି। ଆପଣା ପ୍ରତିବାସୀମାନଙ୍କୁ ଆତ୍ମତୁଲ୍ୟ ପ୍ରେମ ତ କରିବା, କିନ୍ତୁ ଶତ୍ରୁମାନଙ୍କୁ ମଧ୍ୟ ତୁମେ ପ୍ରେମ କର ବୋଲି ପ୍ରଭୁ କହିଛନ୍ତି। ହେଲେ କ'ଣ ପ୍ରଭୁଙ୍କର ବାକ୍ୟରେ ଆମକୁ ଘୃଣା କରିବା ବିଷୟ କୁହାଯାଇଛି କି? ହଁ ପ୍ରିୟମାନେ, ପ୍ରଭୁ ହିଁ ଚାହାନ୍ତି ଯେ କେତୋଟି ବିଷୟ ପ୍ରତି ଆମେ ଘୃଣା କରିବା, ଆଉ ତାହା ହିଁ ପ୍ରଭୁଙ୍କର ବାକ୍ୟର ସତ୍ୟତା ପାଳନ କରିବା ଆମମାନଙ୍କର କର୍ତ୍ତବ୍ୟ। ଆମେ ସଂକ୍ଷିପ୍ତ ଭାବେ ଦେଖିବା ଯେ ଆମେ କେଉଁ ବିଷୟ ପ୍ରତି ଘୃଣା କରିବା। ପ୍ରଭୁ ତାଙ୍କର ବାକ୍ୟରେ କହନ୍ତି, ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନେ ମନ୍ଦତାକୁ ଘୃଣା କରନ୍ତି। ଆଉ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ, ଅହଙ୍କାର, ଦାମ୍ଭିକତା, କୁପଥ, କୁଟିଳ ମୁଖ ଏସବୁ ଆମମାନଙ୍କର ଘୃଣାର ବିଷୟ ହେବା ଦରକାର। ହିତୋପଦେଶ 8 ତାର 13 ପଦ ଯଦି ଆମେ ପାଠ କରିବା, ସେଠାରେ ଲେଖାଯାଏ, ସଦାପ୍ରଭୁଙ୍କ ବିଷୟ ଏକ ଭୟ, ମନ୍ଦତା ପ୍ରତି ଘୃଣା, ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ। ଏଠାରେ ଈଶ୍ୱରଙ୍କର ବାକ୍ୟ। ଯେଉଁମାନେ ପ୍ରଭୁଙ୍କର ବାକ୍ୟ ବୁଝୁଛନ୍ତି, ମାନୁଛନ୍ତି, ଧ୍ୟାନ କରୁଛନ୍ତି, ପ୍ରଭୁ ସେମାନଙ୍କୁ ଶିଖେଇଥାନ୍ତି, ଚେତନା ଦେଇଥାନ୍ତି। ହଁ ପ୍ରିୟମାନେ, ଏହି ବାକ୍ୟ ଆମମାନଙ୍କୁ ଏହି ସତ୍ୟତା ଆଡ଼କୁ ନେଇଯାଏ ଯେ ଆମେ ମନ୍ଦତାକୁ ଘୃଣା ଯଦି କରୁଛୁ ତାହେଲେ ଆମେ ପ୍ରଭୁଙ୍କୁ ଭୟ କରୁ। ଆଉ ପ୍ରଭୁଙ୍କୁ ଭୟ କରିବାର ଅର୍ଥ ମନ୍ଦତା ପ୍ରତି ଘୃଣା। ଆଉ ଅହଙ୍କାର, ଦାମ୍ଭିକତା, କୁପଥ, କୁଟିଳ ମୁଖ ଏସବୁ ଆମେ ଘୃଣା କରିବା ଆବଶ୍ୟକ, ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ। ତେଣୁକରି ଆମେ ଯଦି ପ୍ରଭୁଙ୍କର ବାକ୍ୟ ଆହୁରି ବି ଯଦି ପଢ଼ିବା, ଗୀତର ଚକ କହନ୍ତି, ଗୀତ ସଂହିତା 119 ଯଦି ଆମେ ଦେଖିବା ତାହେଲେ ଗୀତର ଚକ କହନ୍ତି, ଗୀତ ସଂହିତା 119 ତାର 113 ପଦ, ସେଠାରେ ଲେଖାଯାଏ, ମୁଁ ଦ୍ୱିମନା ମାନଙ୍କୁ ଘୃଣା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ। ଦ୍ୱିମନା ମାନଙ୍କୁ, ଯେଉଁମାନେ ସନ୍ଦେହରେ ରହନ୍ତି, ଯେଉଁମାନଙ୍କର ସ୍ଥିରତା ନଥାଏ, ସେମାନଙ୍କର ମନ ଦୁଇ ପଟେ ରହେ। ଦ୍ୱିମନା ମାନଙ୍କୁ, ଆଉ ସେଇ ସ୍ୱଭାବ ହେଉଛି ଘୃଣାର ବିଷୟ। ତେଣୁକରି ଆମେ ଦ୍ୱିମନା ମାନଙ୍କୁ ଘୃଣା କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ଆହୁରି ମଧ୍ୟ ଆମେ ଦେଖୁ ଗୀତର ଛକ, ଗୀତ ସଂହିତା 97 ତାର 10 ପଦରେ ଆମେ ଦେଖୁ ଯେ ଗୀତର ଛକ ଲେଖନ୍ତି, ହେ ସଦାପ୍ରଭୁଙ୍କ ପ୍ରେମକାରୀ ଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି, ସେ ଭୟ କରିବା ଅର୍ଥ ମନ୍ଦତା ପ୍ରତି ଘୃଣା। ଏଠାରେ ଲେଖାଯାଏ, କେବଳ ଯେ ପ୍ରଭୁଙ୍କର ଭୟକାରୀମାନେ ମନ୍ଦତାକୁ ଘୃଣା କରିବେ ତାହା ନୁହେଁ, କିନ୍ତୁ ସଦାପ୍ରଭୁଙ୍କ ପ୍ରେମକାରୀ ଗଣମାନଙ୍କୁ ବି କୁହାଯାଉଛି ଯେ ସେମାନେ ମନ୍ଦତାକୁ ଘୃଣା କରନ୍ତୁ ବୋଲି। ତେଣୁକରି ଏହି ପଦ ଦ୍ୱାରା ଆମେ ଜାଣୁଛୁ ସେ ଘୃଣାର ବିଷୟ। ଆହୁରି ବି ଯଦି ଆମେ ଦେଖିବା ପ୍ରଭୁଙ୍କର ବାକ୍ୟରୁ, ତାହେଲେ ଗୀତ ସଂହିତା ଦେଖିବା, ଗୀତ ସଂହିତା 26 ତାର 5 ପଦରେ ଲେଖାଯାଏ, ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ ବୋଲି। ମୁଁ ଦୁଷ୍କର୍ମକାରୀ ମାନଙ୍କର ସମାଜକୁ ଘୃଣା କରେ, ଗୀତର ଚକ କହୁଛନ୍ତି। ପୁଣି ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ। ଏମିତି ସବୁ ବିଷୟ ଆମମାନଙ୍କର ଜୀବନରେ ମଧ୍ୟ, ଆଉ ପ୍ରଭୁ ଆଶା କରୁଛନ୍ତି ଯେ ଆମେ ବି ଘୃଣା କରିବା ମନ୍ଦତାକୁ, କୁପଥକୁ, ଅହଙ୍କାରକୁ, ଦାମ୍ଭିକତାକୁ, ଏଭଳିକି ଯେଉଁମାନେ କି ଦ୍ୱିମନା, ତା ସହିତ ଆମେ ପ୍ରଭୁଙ୍କର ବାକ୍ୟରେ ଦେଖିଲୁ ଦୁଷ୍କର୍ମକାରୀମାନଙ୍କୁ ବି, ଆଉ ଦୁଷ୍କର୍ମକାରୀମାନଙ୍କର ସମାଜକୁ ମଧ୍ୟ ଘୃଣା କରିବାର ବିଷୟ। ହଁ ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ଗୋଟେ ପ୍ରେମକାରୀ ସଦାପ୍ରଭୁଙ୍କର ହେବା, ଆମେ ଜଣେ ଜଣେ ସଦାପ୍ରଭୁଙ୍କର ଭୟକାରୀ ହେବା, ତେବେ ମନ୍ଦତାକୁ ଆମେ ଘୃଣା କରିବା। ଆଉ ମନ୍ଦତା
ବିଷୟକୁ ଆମେ କୌଣସି ପ୍ରକାର ପ୍ରେମ ନ କରି ପ୍ରଭୁଙ୍କର ବାକ୍ୟ ଅନୁସାରେ ଘୃଣା କରି ଆଗକୁ ବଢ଼ିବା। ପ୍ରଭୁ ଆମମାନଙ୍କୁ ଏ ବାକ୍ୟ ଦ୍ୱାରା କଢ଼ାଇ ନିଅନ୍ତୁ। ଧନ୍ୟବାଦ।